ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ଓଡ଼ିଶା ତରଫରୁ ବାରମ୍ବାର ଯେତେ କହିଲେ ମଧ୍ୟ କେହି କାହାରି କଥା କାହିଁକି ଶୁଣୁନାହାନ୍ତି। ଆରେ ଇଏ ଭୟଙ୍କର ରୂପ ନେଇ ସାରିଲାଣି। ସାବଧାନ ହେଉନାହାନ୍ତି କାହିଁକି? ସତର୍କ ହେଉନାହାନ୍ତି କାହିଁକି? ଆରେ ଦ୍ରୌପଦୀ ମୁର୍ମୁ ଗୋଟେ ମା, ଭାରତର ରାଷ୍ଟ୍ରପତି, ସିଏ ଆସିକି ଜବତ କରିକି ଗଲା। ଇଏ ମଦ ବନ୍ଦ କର, ମଦ, ଗଞ୍ଜେଇ, ଡ୍ରଗ୍ସ, ବ୍ରାଉନ ସୁଗାର, ଯେତେ ପ୍ରକାର ନିଶା, ଆକୁ ସମ୍ପୂର୍ଣ୍ଣ ଭାବରେ ତୁମେ ବନ୍ଦ କର। ଇଏ କ'ଣ କଲେ? ମାର ସମ୍ମାନ ରଖିବା ପାଇଁ ଏଇ ଗଭର୍ଣ୍ଣର ଅଫିସରେ ସବୁ ହେଇଛି। ଏଇ ଗଭର୍ଣ୍ଣର ସବୁ ଜାଣି ଶୁଣି ସବୁ ତାଙ୍କର ଷ୍ଟାଫ, ଏଇ ନବୀନ ସରକାର ନିଜେ, ନବୀନ ପଟ୍ଟନାୟକ ତାଙ୍କର ସବୁ ଏକାଠି ହେଇକି ସେଠି ସେ ଧର୍ମସଭା କରିଥିଲେ। ଇଞ୍ଜିନିୟର ମାନେ ଚାରିକି ଥିଲେ ସେଠି। ସେ ମଦ ବନ୍ଦ କରିକି ଗଲେ। ଇଏ ଓଡ଼ିଶା ସରକାର, ଇଏ ନବୀନା, ଏ ପାଣ୍ଡିଆନ ଆଉ ତାଙ୍କ ଚିଫ ସେକ୍ରେଟାରୀ, ଇଏ ଡକାୟତ ଗୁଡ଼ା, ଇଏ ମଦଟାକୁ ଜବାବ ବନ୍ଦ କରିପାରିଲେ ନାହିଁ ଆଜି ପର୍ଯ୍ୟନ୍ତ। ଗଞ୍ଜାମ ଭଞ୍ଜନଗର ମଝିରେ କି ବାପ ପୁଅ ମଦ ଭାଟି ଅଛି। ଆରେ ଏଇ ମଦ ଭାଟି ଲାଗି ହଜାର ହଜାର ସଂଖ୍ୟାରେ ଲୋକ ମରିଗଲେଣି। ଆରେ ସବୁ ମାତାଳ ପାଗଳ ଅଜ୍ଞାନୀ ହେଇଗଲେଣି। ଯେଉଁ ଆମର ବାଣୀ ବିହାର ୟୁନିଭର୍ସିଟି ଥିଲା, ସେ ୟୁନିଭର୍ସିଟିରେ ଯେଉଁ ବିଜୁ ଯୁବ ବାହିନୀ ଗଢ଼ା ହେଇଥିଲା, କାହିଁକି ଗଢ଼ା ହେଇଥିଲା? ଏ ବିଜୁ ଯୁବ ବାହିନୀ, ସେ ଯେତେବେଳେ ବିଜୁ ପଟ୍ଟନାୟକ ଥିଲେ, ୟାକୁ ଏଇ ନବୀନା ବିଜୁ ଯୁବ ବାହିନୀ ଗଢ଼ିଥିଲା। ଗଢ଼ିକି କ'ଣ କଲା ନା, ତଳେ ପାଠ ପଢ଼ାଗଲା, ଉପରେ ନିଶା ଖାଇବାକୁ ବ୍ୟବସ୍ଥା କରାଗଲା। ଆଉ ତାପରେ କ'ଣ କଲେ ନା, ସେଠି ନିଶା ଖାଅ, ବେଶ୍ୟାବୃତ୍ତି କର, ନିଜ ଇଚ୍ଛାରେ ଶାନ୍ତିରେ ରୁହ। ଏ ପାଣ୍ଡିଆନେ ପୁରା ସେଥିରେ ଯୋଗ ଦେଇଛି। ଆଉ ଯୋଗ ଦେଇକି ଏମାନେ କ'ଣ କରିଛନ୍ତି? ୟୁନିଭର୍ସିଟିଟାକୁ ତ ଇଏ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଏ ପ୍ରାଚୀନ ଜଗନ୍ନାଥ ସାହିତ୍ୟ, ସଂସ୍କୃତି, ଐତିହାସକୁ ଇଏ ପୁରା ଉଚ୍ଚ ଶିକ୍ଷାକୁ ପୁରା ଧୂଳିସାତ କରିଦେଲେ। ଆଚ୍ଛା, ଧୂଳିସାତ କରିଦେଲେ, କରିଦେଇ ସାରିକି ୟାକୁ ଏଇ ଲାଗେ ଘର ଇଏ ବାହାରୁ ଯାଇକି ଆଣିକି ସ୍ତ୍ରୀ ଲୋକ ଗୁଡ଼ାକୁ ଆଣିକି ରଖିଦେଲା। 7,000 ଟଙ୍କା ଲେଖା ତାଙ୍କୁ ପେନସନ୍ ଦିଆହେଉଛି। ବାହାରେ ଯେଉଁମାନେ ବାହା ହେଇପାରିନାହାନ୍ତି, ଯେଉଁମାନେ ବିବାହ ହେଇପାରିନାହାନ୍ତି, ଯେଉଁମାନେ ଘଇତା ଛାଡ଼ିଛନ୍ତି, ସେମାନଙ୍କୁ ଧରିକି ପଳେଇ ଆସିଲେ ଇଏ ପ୍ରେମ କରିବା ଲାଗି। ଆଙ୍କୁ ଆଣିକି 7,000 ଟଙ୍କା ଲେଖା ଦେଇକି ମାଳିସାହି ପାଖରେ 3ଟା ମାଳିସାହି କରିଦେଇଛି। ତାଙ୍କୁ ଏଇ ଧନ୍ଦାରେ ଲଗେଇକି କେମିତି ମଦ ବିକ୍ରି ହେବ, ଏ ଫ୍ୟାକ୍ଟରୀ ଭଞ୍ଜନଗର ଆସ୍କା ମଝିରେ କି ଭାଟିଟେ କରିଦେଇକି, ଆଉ ଏଠି ବିଶୁଦ୍ଧ ଏଇ ଆଶ୍ରମରେ ଗୋଟେ ଭାଟି କରିଦେଇକି ଇଏ କରିକି ଇଏ ଲଗେଇଛି। ଏ କ'ଣ ନା ହୋଟେଲ ଆମର ଚାଲିଛି। ଏଥିରେ ୟାକୁ ଇଏ କରିକି ଏ ଜନ ସମାଜକୁ ପୁରା ମଦ ଖୋଇକି ସହର ମଫସଲ, ଗଳି କନ୍ଧି ସବୁ ମରିଗଲେଣି। ନୟାଗଡ଼ରୁ ମୁଁ ଶୁଣିବାକୁ ପାଇଲି ବିଶୁଦ୍ଧ କେତେ ଗୁଡ଼ିଏ ଏଇ ମଦ ଖାଇକି ପୁରା ମରିଗଲେ। କେତେ ଇଞ୍ଜିନିୟର ପିଲା ମରିଗଲେ। ଏଇ ଓଡ଼ିଶାରେ, ଏଇ ଖୋର୍ଦ୍ଧାରେ, ଏଠି କେତେ ଗୁଡ଼ିଏ ଇଞ୍ଜିନିୟର ମରିଗଲେଣି। କେତେ ଗୁଡ଼ିଏ ଇଏ ସାଧାରଣ ଲୋକ ମରିଗଲେଣି। ଇଏ ମଦ ଭାଟି କରିକି ଏଇ ଲାଗେ କ'ଣ କରିଛି ନା, ଅଫିସ ଭିତରେ ଏଇ ଯେଉଁ ଯୁବ ବାହିନୀ ଗଢ଼ିଥିଲା, ବିଜୁ ଯୁବ ବାହିନୀ, ଏଇ ସଂଗଠନ ତରଫରୁ ସେତିକି ବର୍ଷରେ ଯେତକ ଲୋକ ଏଇ ଲାଗେ ଅଫିସ ଚଳେଇଛନ୍ତି, ସେ ଅଫିସ ଭିତରେ ଖାଲି
ଅଫିସ ଖାଲି ନା ଅଫିସ ସେଥିରେ ଖାଲି ମଦ କାରବାର ଆଉ ବ୍ୟତୀତ ଆଉ କିଛି ନାହିଁ। ମଦ ମାଂସ ଏ ଗୋରୁ ମାଂସ ଚଲାଣ କରିକି ଏଠି ପଠାଣଙ୍କ ସହିତ ଯୋଗାଯୋଗ କରିକି ତାଙ୍କୁ ଗୋଶାଳା କରେଇକି ଇଏ କରିକି ଆଉ ଏ ଆମ ଏ କଂଗ୍ରେସିଆ ଡକାୟତ ଦଳ ଏ ସବୁ ସମ୍ପୂର୍ଣ୍ଣ ଭାବରେ ଇଏ ଜନସମାଜଟାକୁ ପୁରା ଧ୍ୱଂସ କରିଦେଇ ସାରିଲେଣି। ସବୁ ପାଗଳ ମାତାଲି ଏକାଠି ହେଇକି ଇଏ ସେ 40-50 ବର୍ଷ ଭିତର ଘଟଣା ଏଟା। ସେ 50 ବର୍ଷ 40 ବର୍ଷ ଭିତରେ ଯେଉଁ ମନ୍ତ୍ରୀ ନେତା ଏମାନେ ଅଛନ୍ତି ଯିଏ ସେଠି ପାଠ ପଢ଼ିଥିଲେ ବାଣୀବିହାର ୟୁନିଭର୍ସିଟିରେ, ସେଗୁଡ଼ା ପୁରା ମଦୁଆ ମାତାଲିଆ ଅଜ୍ଞାନୀ ପାଗଳ ହେଇଯାଇଛନ୍ତି। ତାଙ୍କ ଘରେ ଠିକ୍ ଠିକଣା ନାହିଁ କି ବାହାରେ ଠିକ୍ ଠିକଣା ନାହିଁ। କେମିତି ଏ ସମାଜ ରହିବ ଆମେ ଚେଷ୍ଟା କଲାବେଳକୁ ଏଠି ଆହୁରି ଗୋଟିଏ ତାଙ୍କର ଭିଲିଆନ ପାଠ କରିଛି ମାଗାନା ଓଳିକି। ସିଏ ହେଉଛି ପୁରୀ ପଣ୍ଡା। ପୁରୀ ପଣ୍ଡା ତୋ ଘର କେଉଁଠିରେ? ପୁରୀ ପଣ୍ଡା କହୁଛି ମୋ ଘର ବାସୁଳି ସାହି। ପୁରୀରେ ପୁରା ପଣ୍ଡା ସାଜି ଯାଇଛି। ସିଏ ଫେରେ ଗୋରୁ ମାଂସ ମଦ ଖାଇକି ପୁରା ମାତାଲି। ଆଚ୍ଛା, ସେମାନେ ଯେତକ ଏ ଓଡ଼ିଶାରେ ଅଛନ୍ତି ୟାଙ୍କୁ ସେ ମନ୍ଦିରକୁ ଅପତିଷ୍ଠା କରିଦେଇ